ଆମର ଯୋଉ ଫିଲ୍ମରେ ବା ଆଲବମ୍ କରନ୍ତି ଗୋଟେ କପି କରନ୍ତି ତେଲୁଗୁ କିମ୍ବା ସେ କୌଣସି ଗୀତ ଗୋଟେ କପି କରିକି ମ୍ୟୁଜିକ୍ କରନ୍ତି। ନିଜସ୍ୱ ପ୍ରୟୋଗ ଯଦି ତିଆରି ହବ ତାହେଲେ ଓଡ଼ିଶାର ସଙ୍ଗୀତ ଓଡ଼ିଆ ସଙ୍ଗୀତ ସାରା ଭାରତରେ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ଏଣୁ ଅମରେନ୍ଦ୍ର ମହାନ୍ତି ବା ଅନେକ ଅନେକ ଭଲ ଭଲ ମ୍ୟୁଜିକ୍ ଡାଇରେକ୍ଟର ପଳେଇଛନ୍ତି। ସମସ୍ତଙ୍କର ଆଶା ଥିଲା ଯେ ଆଉ କିଏ ନାହିଁ। ତାପରେ ତ ପୁଣି ଅଭିଜିତ ମଜୁମଦାର ଆସିଲେ, ତାପରେ ପ୍ରେମାନନ୍ଦ ଆସିଲେ, କିନ୍ତୁ ତାଠୁ ବଳି ଆଉ କିଏ ନାହାନ୍ତି ବୋଲି ଆମେ ଭାବିବାଟା ଭୁଲ। ଓଡ଼ିଶାରେ ଅନେକ ମ୍ୟୁଜିକ୍ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି, ତାଙ୍କୁ ସୁଯୋଗ ମିଳିଲେ ଅଭିଜିତ ମଜୁମଦାର କାହିଁକି, ପ୍ରେମାନନ୍ଦ କାହିଁକି ତାଙ୍କଠାରୁ ବଳି ଯିବା। ସଙ୍ଗୀତକୁ ଓଡ଼ିଶାର ସଙ୍ଗୀତକୁ ଓଡ଼ିଆର ସଙ୍ଗୀତକୁ ଆଗେଇ ନେବା ପାଇଁ ବହୁତ ଯୁବ ସମାଜ ମଧ୍ୟ ଅପେକ୍ଷାରେ ଅଛନ୍ତି। ସୁଯୋଗ ମିଳିବା ଦରକାର। जो नूतन धोन रे ओडिशार जो संगीत को विश्व दरबार पहुंचाइबा ଏବଂ ସେତେ ମଧ୍ୟ ପହଞ୍ଚି ପାରିନି ବିଶ୍ୱ ସଙ୍ଗୀତ ଜଗତରେ ତ ଏଟା କେମିତି କେବେ ଆଗୁ ହେଇପାରିବ? ସଙ୍ଗୀତ ଦେଖନ୍ତୁ, ମୁଁ କହିବି ଆମର ଯୋଉ ଫିଲ୍ମରେ ବା ଆଲବମ୍ କରନ୍ତି ଗୋଟେ କପି କରନ୍ତି ତେଲୁଗୁ କିମ୍ବା ସେ କୌଣସି ଗୀତ ଗୋଟେ କପି କରିକି ମ୍ୟୁଜିକ୍ କରନ୍ତି। ନିଜସ୍ୱ ପ୍ରୟୋଗ ଯଦି ତିଆରି ହବ ତାହେଲେ ଓଡ଼ିଶାର ସଙ୍ଗୀତ ଓଡ଼ିଆ ସଙ୍ଗୀତ ସାରା ଭାରତରେ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ମୋର ତ ବହୁତ ଭଜନ ପରିବେଷଣ ହେଇଛି। ଶୈଳବାବା ମହାପାତ୍ର କୁହନ୍ତୁ, ଶ୍ରୀଚରଣ ମହାନ୍ତି କୁହନ୍ତୁ, ସୌରଭ ନାୟକ କୁହନ୍ତୁ, ମାନସ ପାତ୍ର କୁହନ୍ତୁ, ଅନେକ ସିଙ୍ଗର ମୋର ଗୀତ ଗାଇଛନ୍ତି। ମୁଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି, ସଫଳ ମଧ୍ୟ ହେଇଛି। ଏଣୁ ସେଭଳି ଯାତ୍ରା ବା ସିନେମା ସୁଯୋଗ ମିଳିନି, ଯଦି ମିଳିଲେ ମଧ୍ୟ ମୁଁ ଆଗ୍ରହୀ ଅଛି କାମ କରିବା ପାଇଁ। ହଁ, ଦିଲ୍ଲୀର ସିଙ୍ଗର ଆସୁଥିଲେ ଏଠି ଗାଉଥିଲେ। ହିମାଙ୍କ ଜନ୍ମ ପରେ ହିମାନଙ୍କ ଉତ୍ପତ୍ତି ହେଲା, ତାପରେ ওই ଦିଲ୍ଲୀର ସିଙ୍ଗର ଶୁଣନ୍ତୁ ଆମେ ଦିଲ୍ଲୀ ସିଙ୍ଗର ଏବେ ଆସିବେ ନା ନାଇଁ ଅଛନ୍ତି, ଟ୍ୟାଲେଣ୍ଟ ଅଛି, ଆମେ ଚିହ୍ନିବା ଦରକାର, ସୁଯୋଗ ଦେବା ଦରକାର। ସିଏ ଗୋଟେ ଟ୍ୟାଲେଣ୍ଟ, ସିଏ ଆସିଲେ ଗୋଟେ ଶୋରେ ଆସିକି ତାକୁ ପରିଚିତ ହେଇଗଲେ। ଏଣୁ ହ୍ୟୁମାନ ସାଗର ନୋ ଡାଉଟ୍ ଜଣେ ଭଲ ସିଙ୍ଗର, ଆମ ଓଡ଼ିଆର ଗର୍ବ, ତାଙ୍କୁ ମୁଁ ସମ୍ମାନ ଦଉଛି। କିନ୍ତୁ ତାଠୁ ବଳି ବି ୟଙ୍ଗ ମାନ ତକମାନେ ଅଛନ୍ତି, ବାହାରିବେ କାହିଁକି ନ ବାହାରିବେ? ନିଶ୍ଚିତ ଭାବରେ ପ୍ରତିଭା ଅଛି। ଏବେ ଇଣ୍ଡିଆନ୍ ଆଇଡଲରେ ଧମାଲ ମଚୁଛନ୍ତି ଜ୍ୟୋତିର୍ମୟ ନାୟକ। କିଏ ଜାଣିଥିଲା ଜ୍ୟୋତିର୍ମୟ ନାୟକ ଆଜି ମାନେ କେତେ ଟପ୍ରେ ଅଛି? ଆମେ ହଁ, ନିଶ୍ଚିତ ଭାବରେ ସିଏ ଖାଲି ସୁଯୋଗ ତା ନମ୍ବର ମିଳିଲେ ମୁଁ ସାଙ୍ଗେ ସାଙ୍ଗେ ଭଜନ ରେଡି କରିଛି, ମୋର ପ୍ରସ୍ତୁତ କର୍ତ୍ତା ଅଛି, ମୋର ପ୍ରଡ୍ୟୁସରକୁ କହିସାରିଲିଣି, ସେମାନଙ୍କୁ ଆଶ୍ୱାସ ସୁଯୋଗ ଦିଆଯିବ। ହଁ, ନିଶ୍ଚିତ ଭାବରେ ତାଙ୍କୁ ସୁଯୋଗ ଦିଆଯିବ ନା, ନିଶ୍ଚିତ ଭାବରେ। ଓଡ଼ିଶା ଦର୍ଶକଙ୍କୁ ଅନୁରୋଧ ଯେ ଭଲ ଗୀତ ଶୁଣନ୍ତୁ, ଭଲ ସଙ୍ଗୀତ ଶୁଣନ୍ତୁ ଏବଂ ଅଛନ୍ତି କଳାକାର, ଏବଂ ମୁଁ ପ୍ରଯୋଜକ ମାନଙ୍କୁ ମଧ୍ୟ ଅନୁରୋଧ କରିବି ସୁନ୍ଦର ସୁନ୍ଦର ଗୀତ ତିଆରି କରିବା ପାଇଁ ଯୁବ ପ୍ରତିଭାକୁ ସୁଯୋଗ ଦିଅନ୍ତୁ। ନିଶ୍ଚିତ ଭାବରେ ଓଡ଼ିଶା ସଙ୍ଗୀତ, ଓଡ଼ିଆ ସଙ୍ଗୀତ, ଓଡ଼ିଆ ଭାଷା ଆଗକୁ ଯିବ।